ପାଟନାଗଡ଼ ଗଡ଼ ଭିତର ସ୍ଥିତ କଲ୍ୟାଣ ମଣ୍ଡପଠାରେ ଆଦିବାସୀ ଶବର ସହରା ସମାଜର କାର୍ଯ୍ୟକାରିଣୀ ସଭା ଅନୁଷ୍ଠିତ ହୋଇଯାଇଛି। ସଭା ପୂର୍ବରୁ ଶବର ସହରାମାନଙ୍କର ଇଷ୍ଟଦେବତା ଶବରୀ ନାରାୟଣ, ନୀଳମାଧବ, ଦାରୁବ୍ରହ୍ମଙ୍କ ପୂଜାର୍ଚ୍ଚନା ଏବଂ ବନ୍ଦାପନା କରାଯାଇଥିଲା। ଉପଖଣ୍ଡସ୍ତରୀୟ ଶବର ସମାଜର ସଭାପତି ଚନ୍ଦ୍ରମଣି ଶବରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶିୟୁ ଯୋଗ ଦେଇଥିଲେ। ଓଡ଼ିଶା ଆଦିବାସୀ ତାଲିକା ଅନୁଯାୟୀ ରାଜ୍ୟରେ 64 ଆଦିବାସୀ ସମ୍ପ୍ରଦାୟ ଅଛନ୍ତି। ସେଥିମଧ୍ୟରେ କ୍ରମିକ ସଂଖ୍ୟା 59ରେ ଶବର ସହରା, ସଅରା, ସଅର, ଜାରା ସଅରା, ଭୀମା ସଅରା, ଯଦୁ ସଅରା, ଚୁମୁଲା ସଅରା, ଯତି ସଅରା ପ୍ରମୁଖ ଅନ୍ୟତମ। ଓଡ଼ିଶାରେ ଶବରମାନଙ୍କର ଜନସଂଖ୍ୟା ସର୍ବାଧିକ 20 ଲକ୍ଷରୁ ଉର୍ଦ୍ଧ୍ୱ ଥିବାବେଳେ ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ସହରା ସମ୍ପ୍ରଦାୟର ଜନସଂଖ୍ୟା 1 ଲକ୍ଷରୁ ଅଧିକ। ଉଚ୍ଚ ଶିକ୍ଷା, ଅର୍ଥନୀତି, ସାମାଜିକ, ରାଜନୈତିକ ବିକାଶ, ସରକାରୀ ବିଭାଗରେ ନିଯୁକ୍ତି କ୍ଷେତ୍ରରେ ସହରା ସମ୍ପ୍ରଦାୟ ପଛୁଆ ରହିଛି। ଇତିହାସ ଓ କିମ୍ବଦନ୍ତୀ ଅନୁଯାୟୀ ଭଗବାନ ନୀଳମାଧବଙ୍କର ଆଦ୍ୟ ସେବକ ଶବର ରାଜା ବିଶ୍ୱବସୁଙ୍କ ବଂଶଧର ତଥା ଶବରୀ ନାରାୟଣଙ୍କ ଆଦ୍ୟ ସେବିକା ମାତା ଶ୍ରାବଣା ଶବରୀଙ୍କ ବଂଶଧର ହେଉଛନ୍ତି ବର୍ତ୍ତମାନର ଶବର, ସଅରା, ସହରା, ସଅର ସମ୍ପ୍ରଦାୟ ବୋଲି ରାଜ୍ୟସଭା ସାଂସଦ ଶ୍ରୀ ବିଶି ପ୍ରକାଶ କରିଥିଲେ। ଶବର ସମ୍ପ୍ରଦାୟର କଳା, ସଂସ୍କୃତି, ଐତିହ୍ୟ, ସ୍ଥାପତ୍ୟ, ଦେବାଦେବୀ ପୂଜା ପଦ୍ଧତି, ପ୍ରଥା ପରମ୍ପରା, ସଉରା ଭାଷାର ସୁରକ୍ଷା, ପୁନରୁଦ୍ଧାର, ସଂରକ୍ଷଣ କରିବା ପାଇଁ ସମାଜର ଛାତ୍ରଛାତ୍ରୀ, ଯୁବକ, କର୍ମଚାରୀ ସ୍ୱେଚ୍ଛାକୃତ ଭାବରେ ଆଗେଇ ଆସିବାକୁ ଶ୍ରୀ ବିଶି ଉଦ୍ବୋଧନ ଦେଇଥିଲେ। ସଭାରେ ଉପଖଣ୍ଡସ୍ତରୀୟ ସହରା ସମାଜର ନୂତନ କର୍ମକର୍ତ୍ତା ଯଥା ସଭାପତି ଚନ୍ଦ୍ରମଣି ଶବର, ସମ୍ପାଦକ ସନ୍ତୋଷ ବିଶି, ମହାସଚିବ ସାରଥୀ ବାଗ, କୋଷାଧ୍ୟକ୍ଷ ସବ୍ୟସାଚୀ ବର୍ଗେ, ଉପସଭାପତି ଉତ୍ତର କୁମାର ବାଗ, ବ୍ଲକ ସଭାପତି ଶଶିଭୂଷଣ ବାଗ, ବ୍ଲକ ସଭାପତି ଶଶିଭୂଷଣ ବାରେଲ ବଡ଼ିଆ, ବେଲପଡ଼ା ବ୍ଲକ ସଭାପତି ରାଜକିଶୋର ବର୍ଗେ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାରେ ସହରା ସମାଜର ବିଶିଷ୍ଟ ନେତା ଠାକୁର ଭୋଇ, ଇନ୍ଦ୍ର ଶବର, ଅରକ୍ଷିତ ବନଗୁଳା, ନୃପ ନାଗ, ମହାଦେବ ଶବର, ଯୁଧିଷ୍ଠିର ଭୋଇ, ଡମ୍ବରୁ ବିଶି ପ୍ରମୁଖ ଉପସ୍ଥିତ ଥିଲେ। ବ୍ୟୁରୋ ରିପୋର୍ଟ, ନାଗରାଜ ନ୍ୟୁଜ।